ଆଜି ଆମେ ଜାଣିବା ଶ୍ରୀମନ୍ଦିରର 4ଟି ଦ୍ୱାର ବିଷୟରେ। ଶ୍ରୀମନ୍ଦିର ଭିତରେ ପ୍ରବେଶ କରିବା ପାଇଁ 4ଗୋଟି ଦ୍ୱାର ଅଛି। ତାହା ହେଲା ସିଂହଦ୍ୱାର, ଦକ୍ଷିଣ ଦ୍ୱାର, ଉତ୍ତର ଦ୍ୱାର ଏବଂ ପଶ୍ଚିମ ଦ୍ୱାର। ସିଂହଦ୍ୱାର ଶ୍ରୀମନ୍ଦିର ପୂର୍ବ ଦିଗରେ ଏହି ଦ୍ୱାର ଅଛି। ଏହି ଦ୍ୱାର ଦେଇକି ସାଧାରଣ ଲୋକ ମନ୍ଦିର ଭିତରୁ ପ୍ରବେଶ କରନ୍ତି। ସିଂହଦ୍ୱାର ସାମ୍ନାରେ ଅରୁଣ ସ୍ତମ୍ଭ ଅଛି। ସିଂହଦ୍ୱାରର ପ୍ରବେଶ ପଥରେ ଦୁଇ ପଟେ 2ଟି ବଡ଼ ସିଂହର ପଥର ମୂର୍ତ୍ତି ଅଛି। ସେଥିପାଇଁ ଏହି ଦ୍ୱାରକୁ ସିଂହଦ୍ୱାର ବୋଲି କୁହାଯାଏ। ଦକ୍ଷିଣ ଦ୍ୱାର ଶ୍ରୀମନ୍ଦିରର ଦକ୍ଷିଣ ଦିଗରେ ଏହି ଦ୍ୱାର ଅଛି। ସର୍ବସାଧାରଣ ରାସ୍ତାଠାରୁ ଦକ୍ଷିଣ ଦ୍ୱାର ପର୍ଯ୍ୟନ୍ତ ଯିବା ପାଇଁ 5ଟି ପାହାଚ ଅଛି। ଏହି ପାହାଚର ଡାହାଣ ପଟେ ମହାବୀର ହନୁମାନଙ୍କର ଏକ ବିଶାଳ ମୂର୍ତ୍ତି ଅଛି। ଏହି ଦ୍ୱାରକୁ ଅଶ୍ୱଦ୍ୱାର ବୋଲି ମଧ୍ୟ କୁହାଯାଏ। ତାନ୍ତ୍ରିକମାନେ ଏହି ଦ୍ୱାର ଦେଇ ମନ୍ଦିର ଭିତରକୁ ପ୍ରବେଶ କରନ୍ତି। ତାପରେ ହେଉଛି ପଶ୍ଚିମ ଦ୍ୱାର। ସର୍ବସାଧାରଣ ରାସ୍ତାଠାରୁ ଏହି ଦ୍ୱାର ପର୍ଯ୍ୟନ୍ତ ଯିବାକୁ 4ଗୋଟି ପାହାଚ ଅଛି। ଏହି ଦ୍ୱାରର ଦୁଇ ପଟେ 2ଟି ଛୋଟ ଛୋଟ ବାଘ ମୂର୍ତ୍ତି ଅଛି। ତେଣୁ ଏହି ଦ୍ୱାରକୁ ବାଘ ଦ୍ୱାର ବୋଲି ମଧ୍ୟ କୁହନ୍ତି। ଉତ୍ତର ଦ୍ୱାର ଶ୍ରୀମନ୍ଦିରର ଉତ୍ତର ଦିଗରେ ଏକ ଦ୍ୱାର ଅଛି। ଏହି ଦ୍ୱାରକୁ ଚେମେଣି ଦ୍ୱାର ମଧ୍ୟ କୁହାଯାଏ। ଏହାର ଦ୍ୱାରବନ୍ଧ ଉପରେ ନବଗ୍ରହଙ୍କର ମୂର୍ତ୍ତି ଦେଖାଯାଏ। ଦ୍ୱାରର ଦୁଇ ପାଖରେ ପଥର ତିଆରି 2ଟି ହାତୀ ଅଛି। ପ୍ରତି ଦ୍ୱାର ଉପରେ ଗୋଟେ ଶିଖର ମନ୍ଦିର ନିର୍ମିତ ହୋଇଛି। ଏହି ମନ୍ଦିରକୁ ଗୁମୁଟ ମନ୍ଦିର ବୋଲି କୁହାଯାଏ। ଆଜି ପାଇଁ ଏତିକି। ଜୟ ସୀତାରାମ।